जय जगन्नाथ सांगमाने आपण मानक मो यूट्यूब चैनल को अनेक अनेक स्वागत जनाऊँगी। सांगमाने वर्षर प्रथम अमावास्या जानुआरी मास 29 तारिख रे पड़वाक जाऊँगी। ताहा हेउची त्रिवेणी अमावास्या। यह एक साधारण अमावास्या नुहे। एही दिन रे किछि एपरि कार्य रही जहाको के एही त्रिवेणी अमावास्या दिन करिबा मना। ସେହି କାର୍ଯ୍ୟଗୁଡ଼ିକୁ ଭୁଲରେ ମଧ୍ୟ ଏହି ତ୍ରିବେଣୀ ଅମାବାସ୍ୟା ତିଥିରେ କରିବା ଉଚିତ ନୁହେଁ। ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଏମିତି କେଉଁ କାର୍ଯ୍ୟ ରହିଛି ଯାହାକୁ କି ତ୍ରିବେଣୀ ଅମାବାସ୍ୟା ଦିନ କରିବା ମନା। ଆଉ ତା ସହିତ ଏକ ଚମତ୍କାରୀ ଉପାୟ ବିଷୟରେ ଆପଣମାନଙ୍କୁ କହିବି ସାଙ୍ଗମାନେ, ଯାହାକୁ ଖାଇବା ଦ୍ୱାରା ଆପଣମାନଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ଭଗବାନ ଶିବ ଶଙ୍କରଙ୍କର ଆପଣଙ୍କ ଉପରେ କୃପା ରହିବ। ଏହି ତ୍ରିବେଣୀ ଅମାବାସ୍ୟା ଦିନ ଏହି ଗୋଟିଏ ଜିନିଷକୁ ଖାଇବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଆପଣମାନେ ପ୍ରାପ୍ତି ହେବେ ଏବଂ ଆପଣଙ୍କ ଘରେ କେବେ ବି ଅନ୍ନ ଧନର ଅଭାବ ରହିବ ନାହିଁ। ସେଥିପାଇଁ ସାଙ୍ଗମାନେ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ମୁଁ ଯେଉଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରିବି ସେଇଟା ଆପଣମାନେ ପାଇପାରିବେ। ସାଙ୍ଗମାନେ ଏହି ତ୍ରିବେଣୀ ଅମାବାସ୍ୟା ସାଧାରଣ ଅମାବାସ୍ୟା ନୁହେଁ। ଏହି ସମୟରେ ମହାକୁମ୍ଭ ମେଳା ମଧ୍ୟ ଚାଲିଛି ଆଉ ମହାକୁମ୍ଭ କୌଣସି ସାଧାରଣ ଜିନିଷ ନୁହେଁ। ତେଣୁ ଏହି ଅମାବାସ୍ୟାଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଅମାବାସ୍ୟାଟି ସାଧାରଣ ଅମାବାସ୍ୟା ନୁହେଁ। ଏହି ଅମାବାସ୍ୟାଟିରେ ମହାଦେବଙ୍କୁ ସମର୍ପିତ ଅଟେ। ଏହି ଅମାବାସ୍ୟାର ବିଶେଷ ମହତ୍ଵ ରହିଛି। ଆପଣ ଯଦି ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ସୁଖ ସମୃଦ୍ଧି ଚାହୁଁଛନ୍ତି, ଆଜିର ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏଁ ନିଶ୍ଚିତ ଭାବରେ ଦେଖନ୍ତୁ। ଏହି ଭିଡ଼ିଓଟିକୁ ଆପଣମାନେ ଦେଖିବା ଦ୍ୱାରା ଆପଣମାନଙ୍କର ଯେଉଁ ସମସ୍ୟା ରହିଛି ଆପଣମାନେ ନିଶ୍ଚିତ ଭାବରେ ସମାଧାନର ବାଟ ପାଇପାରିବେ। ସାଙ୍ଗମାନେ ଅମାବାସ୍ୟା ତିଥିରେ ସ୍ନାନ ଏବଂ ଦାନର ଅଧିକ ମହତ୍ଵ ରହିଛି। ଏହି ସମୟରେ ଯେହେତୁ ମହାକୁମ୍ଭ ମେଳା ଚାଲିଛି, ଅମାବାସ୍ୟା ଦିନ ଆପଣମାନେ ଯଦି କୌଣସି ନଦୀରେ ସ୍ନାନ କରନ୍ତି ତେବେ ଆପଣମାନଙ୍କୁ ଅଶେଷ ପୁଣ୍ୟ ପ୍ରାପ୍ତି ହେବ। ନଚେତ୍ ଯଦି ଆପଣମାନେ ନିଜର ଗାଧୁଆ ଘରେ ସ୍ନାନ ଜଳରେ ଗଙ୍ଗା ଜଳ ପକାଇ ସ୍ନାନ କରିପାରିବେ। ସେଥିରେ ମଧ୍ୟ ତୀର୍ଥ ଜଳରେ ସ୍ନାନ କରିବାର ପୁଣ୍ୟ ଯେତିକି ସେତିକି ପୁଣ୍ୟ ଆପଣମାନେ ପାଇପାରିବେ। କିନ୍ତୁ ମନେ ରଖିବେ, ଗଙ୍ଗା ଜଳ କେବେ ବି ଗରମ ପାଣିରେ ପକାଇବେ ନାହିଁ, ଏହାକୁ ଥଣ୍ଡା ପାଣିରେ ପକାଇ ହିଁ ସ୍ନାନ କରିବେ। ଶାସ୍ତ୍ରରେ କୁହାଯାଇଛି ଯେ ଅମାବାସ୍ୟା ଦିନ ଆପଣମାନେ କୌଣସି ନଦୀରେ ଯଦି ସ୍ନାନ କରି ବିଧି ମୁତାବକ ପୂଜା କରି ଦାନ ଅର୍ପଣ କରିଲେ ଆପଣଙ୍କୁ ଅଶେଷ ପୁଣ୍ୟ ମିଳିଥାଏ। ସାଙ୍ଗମାନେ ଏହା କରିବା ଦ୍ୱାରା ମଧ୍ୟ ଆପଣମାନଙ୍କର ପିତୃପୁରୁଷ ଖୁସି ହୋଇଥାନ୍ତି। ତା ସହିତ ମା ଲକ୍ଷ୍ମୀଙ୍କର ଅଶେଷ କୃପା ମଧ୍ୟ ପ୍ରାପ୍ତି ହେବେ। ବିଶେଷ କରି ମାଘ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥିରେ କୌଣସି ନଦୀରେ ସ୍ନାନ କରି ଦାନ କଲେ ଏହାଦ୍ୱାରା ଆପଣଙ୍କ ପିତୃପୁରୁଷଙ୍କୁ ମଧ୍ୟ ମୁକ୍ତି ମିଳିଥାଏ। ସେମାନେ ଆପଣଙ୍କ ଉପରେ ସବୁବେଳେ ଖୁସି ରହିଥାନ୍ତି ଆଉ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ କୃପା କରିଥାନ୍ତି। ବିଶେଷ କରି ଏହି ମାଘ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ହୋଇଥାଏ। ଏହାକୁ ତ୍ରିବେଣୀ ଅମାବାସ୍ୟା ବୋଲି କୁହାଯାଇଥାଏ। ଏହି ବର୍ଷର ପ୍ରଥମ ଅମାବାସ୍ୟା ତିଥିଟି 29 ତାରିଖରେ ପଡ଼ିବାକୁ ଯାଉଛି, ଜାନୁଆରୀ 29 ତାରିଖରେ। ଆଉ ଏହି 29 ତାରିଖର ବ୍ରହ୍ମ ମୁହୂର୍ତ୍ତର ସମୟ ହେଉଛି ସକାଳ 5:25 ରୁ 6:18 ପର୍ଯ୍ୟନ୍ତ ରହିବ। ଏହି ସମୟ ଭିତରେ ଆପଣଙ୍କୁ ସ୍ନାନ କରିବାକୁ ପଡ଼ିବ। ଏହି ସମୟରେ ସ୍ନାନ କରିବା ଦ୍ୱାରା ଅଶେଷ ପୁଣ୍ୟ ମିଳିଥାଏ। ଏହି ଦିନରେ କରାଯାଇଥିବା ଦାନ ପୁଣ୍ୟ 10 ଗୁଣା ଫଳ ଦେଇଥାଏ। ହଁ ସାଙ୍ଗମାନେ, ଅମାବାସ୍ୟା ତିଥିରେ ଯେଉଁ ଦାନ କରାଯାଏ, ଯେଉଁ ଆପଣମାନେ ଯାହାକୁ ଦୁଃଖୀ ରଙ୍କୀମାନଙ୍କୁ କିଛି ଯଦି ଭୋଜନ ଦେଉଛନ୍ତି, ଏହାର 10 ଗୁଣା ଫଳ ଆପଣମାନେ ପାଇଥାନ୍ତି। ଶୁଭ ଫଳ ନିଶ୍ଚିତ ଭାବରେ ଆପଣମାନଙ୍କୁ ମିଳିଥାଏ। ଏହି ଦିନରେ କୌଣସି ବ୍ରାହ୍ମଣଙ୍କୁ ଯଦି ଆପଣମାନେ ଖାଇବା ପାଇଁ ଦେଉଛନ୍ତି, ଦୁଃଖୀ ରଙ୍କୀଙ୍କୁ ଯଦି ଆପଣମାନେ ଖାଇବା ପାଇଁ ଦେଉଛନ୍ତି, ନିଶ୍ଚିତ ଭାବରେ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ଯେହେତୁ ଅମାବାସ୍ୟା ତିଥିଟି ପିତୃପୁରୁଷଙ୍କୁ ସମର୍ପିତ ହୋଇଥାଏ, ତେଣୁ ଏହି ଦିନ ଆପଣମାନେ ତାମସିକ ଭୋଜନ ସେବନ କରନ୍ତୁ ନାହିଁ। ଅମାବାସ୍ୟା ତିଥିରେ ମଧ୍ୟ ଉପବାସ ଆପଣମାନେ ଚାହିଁଲେ ରଖିପାରିବେ। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଅମାବାସ୍ୟାର ପୂର୍ବ ଦିନ, ଅମାବାସ୍ୟା ଦିନ ଏବଂ ଅମାବାସ୍ୟା ପରଦିନ, ଏହି 3 ଦିନ ନିଜକୁ ଯଦି ଆପଣମାନେ ଶୁଦ୍ଧ ରଖିପାରୁଛନ୍ତି
ଏହା ଆପଣମାନଙ୍କୁ ପାଇଁ ଅନେକ ମଙ୍ଗଳ ହୋଇଥାଏ। ଅମାବାସ୍ୟା ତିଥିରେ ଏମିତି କିଛି କାର୍ଯ୍ୟ ରହିଛି ସାଙ୍ଗମାନେ ଯାହାକୁ କି କେବେ ବି ଭୁଲ ସୁଦ୍ଧା କରିବା ଉଚିତ ନୁହେଁ। ଅମାବାସ୍ୟା ତିଥିରେ ସିଲେଇ କରିବା, କପଡ଼ା କାଟିବା, ଛୁଞ୍ଚି ସୂତା ଧରିକି ସିଲେଇ କରିବା ଏସବୁ କାମକୁ ନ କରିବା ଉଚିତ। ଏସବୁ କାମକୁ ବାରଣ କରିବା ଉଚିତ। ଅମାବାସ୍ୟା ତିଥିରେ ନକାରାତ୍ମକ ଶକ୍ତି ବହୁତ ରହିଥାଏ, ବହୁତ ପ୍ରଭାବ ପଡ଼ିଥାଏ ନକାରାତ୍ମକ ଶକ୍ତିର। ତେଣୁ ଏହି ଦିନରେ କୌଣସି ଖରାପ ଚିନ୍ତା କରିବା ଉଚିତ ନୁହେଁ। ଅମାବାସ୍ୟା ତିଥିରେ ଘରେ ଗୀତା ପାଠ କରିପାରିବେ ଆପଣମାନେ, ଏହା ବହୁତ ଶୁଭ। ହନୁମାନଙ୍କ ଚାଳିଶା ଆପଣମାନେ ପଢ଼ିପାରିବେ, ଏହା ବହୁତ ମଙ୍ଗଳଦାୟକ ହୋଇଥାଏ। ଆଉ ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଲକ୍ଷ୍ମୀ ନାରାୟଣଙ୍କର କୃପା ରହିଥାଏ। ପ୍ରଭୁ ଶ୍ରୀରାମଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ରହିଥାଏ। ଏହା ଆପଣଙ୍କୁ ଅଧିକ ଶୁଭ ଫଳ ଦେବା ସହିତ ଘରୁ ଯାହା ସବୁ ନକାରାତ୍ମକ ଶକ୍ତି ସବୁ ରହିଥାଏ ସେ ସବୁ ବାହାରି ଯାଇଥାଏ। ଅମାବାସ୍ୟା ତିଥିରେ ଆପଣମାନେ କେବେ ବି ଭୁଲ ସୁଦ୍ଧା ନଖ କିମ୍ବା କେଶକୁ କାଟିବା ଉଚିତ ନୁହେଁ। ଅମାବାସ୍ୟା ତିଥିରେ ଶାରୀରିକ ସମ୍ପର୍କ ମଧ୍ୟ ରଖିବା ଉଚିତ ନୁହେଁ। ଏହି ଦିନ ଖରାପ ଶବ୍ଦ କିମ୍ବା ଖରାପ ବ୍ୟବହାର, ଖରାପ ଭାଷା ଏସବୁ କୁହନ୍ତୁ ନାହିଁ। ଅମାବାସ୍ୟା ତିଥିରେ ଯଦି ଆପଣ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କିଛି ଦାନ କରୁଛନ୍ତି ତେବେ ଆପଣଙ୍କ ପିତୃପୁରୁଷ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତି ଏବଂ ଆପଣମାନେ ଯଦି ଅମାବାସ୍ୟା ତିଥିରେ ଦାନ କିମ୍ବା ବ୍ରାହ୍ମଣମାନଙ୍କୁ, ଦୁଃଖୀରଙ୍କୀମାନଙ୍କୁ ଭୋଜନ ଦେଇଥାନ୍ତି, ଏହାଦ୍ୱାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କର କୃପା ରହିବା ସହିତ ପ୍ରଭୁ ଶିବ ଶଙ୍କରଙ୍କର କୃପା ଆପଣମାନଙ୍କ ଉପରେ ରହିଥାଏ। ସାଙ୍ଗମାନେ ଏତେ ପର୍ଯ୍ୟନ୍ତ ବି ଯେଉଁମାନେ ମୋର ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି ଦୟାକରି ଲାଇକ୍ କରିଦିଅନ୍ତୁ। ଆଉ ଆପଣମାନେ ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ସାଙ୍ଗମାନେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ଯାହାକି ଅମାବାସ୍ୟା ତିଥିରେ, ଏହି ତ୍ରିବେଣୀ ଅମାବାସ୍ୟା ତିଥିରେ ଆପଣମାନେ ଯଦି ଖାଉଛନ୍ତି ସେଇ ଗୋଟିଏ ଜିନିଷକୁ ଖାଇବା ଦ୍ୱାରା ଆପଣମାନଙ୍କର ସବୁ ସମସ୍ୟା ଦୂର ହେବା ସହିତ ପ୍ରଭୁ ଶିବ ଶଙ୍କରଙ୍କର, ପ୍ରଭୁ ମହାଦେବଙ୍କର କୃପା ଆପଣଙ୍କ ଉପରେ ସଦାସର୍ବଦା ରହିବ। ସାଙ୍ଗମାନେ ଏହି ଅମାବାସ୍ୟା ତିଥିରେ ବେଲପତ୍ରର ସେବନ ନିଶ୍ଚିତ ଭାବରେ କରନ୍ତୁ। ବେଲପତ୍ର ତ ଆପଣମାନେ ଜାଣିଥିବେ ମହାଦେବଙ୍କର ଅତି ପ୍ରିୟ ଜିନିଷ। ସେହି ଦିନରେ ଆପଣମାନେ ଏହି ଅମାବାସ୍ୟା ତିଥିରେ ଯଦି ବେଲପତ୍ରର ସେବନ ଆପଣମାନେ କରୁଛନ୍ତି ଆପଣଙ୍କୁ ଭଗବାନ ଶିବଙ୍କର କୃପା ମିଳିବା ସହିତ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ମିଳିଥାଏ। ସାଙ୍ଗମାନେ ଆପଣମାନେ ଏହି ଅମାବାସ୍ୟା ତିଥିରେ ମୂଳା ସେବନ କରିପାରିବେ। ଏହାଦ୍ୱାରା ମଧ୍ୟ ଭଗବାନ ଶିବଙ୍କର ଆପଣଙ୍କ ଉପରେ ଆଶୀର୍ବାଦ କରିଥାନ୍ତି। ରାଶିର ସେବନ କରିପାରିବେ, ଗୁଡ଼ର ସେବନ କରିପାରିବେ। ଗୁଡ଼ ମଧ୍ୟ ମହାଦେବଙ୍କର ଅତି ପ୍ରିୟ। ଦହି ମଧ୍ୟ ଅତି ପ୍ରିୟ ମହାଦେବଙ୍କର। ଆପଣମାନେ ଦହିର ମଧ୍ୟ ସେବନ ଏହି ଅମାବାସ୍ୟା ତିଥିରେ କରିପାରିବେ। ସାଙ୍ଗମାନେ ଏସବୁ ଅମାବାସ୍ୟା ଦିନରେ ଖାଇବା ଦ୍ୱାରା ଆପଣମାନଙ୍କୁ ଅନେକ ଶୁଭ ଫଳ ମିଳିଥାଏ। ସାଙ୍ଗମାନେ ଏମିତି କିଛି ଜିନିଷ ରହିଛି ଯାହାକୁ ଆପଣମାନେ ଯଦି ଏହି ଅମାବାସ୍ୟା ଦିନରେ ଘରକୁ କିଣି ଆଣୁଛନ୍ତି ଆପଣମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ପଡ଼ିଥାଏ। ଆପଣମାନେ ମା ଲକ୍ଷ୍ମୀଙ୍କର କୋପର ଶିକାର ହୋଇଥାନ୍ତି। ସାଙ୍ଗମାନେ ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସେହି ଜିନିଷ କହିବି ଯାହାକି ଆପଣମାନେ କେବେ ବି ଭୁଲରେ ସୁଦ୍ଧା ଅମାବାସ୍ୟା ଦିନ ଘରକୁ କିଣିକି ଆଣନ୍ତୁ ନାହିଁ। ପ୍ରଥମ ହେଉଛି ଝାଡ଼ୁ। ଘରକୁ ଯଦି ଆପଣମାନେ ଅମାବାସ୍ୟା ଦିନରେ ଝାଡ଼ୁ କିଣିକି ଆଣୁଛନ୍ତି ଆପଣଙ୍କ ଘରକୁ ନକାରାତ୍ମକ ଊର୍ଜା ବୃଦ୍ଧି ହୋଇଥାଏ। ଆପଣଙ୍କ ଘରେ ଏହାଦ୍ୱାରା ଆପଣମାନଙ୍କର ଧନ ହାନି ହୋଇଥାଏ। ଆପଣମାନଙ୍କର ଘରେ ସୁଖ ସମୃଦ୍ଧି ଏସବୁ ହାନି ହୋଇଥାଏ। ତ ସହିତ ସାଙ୍ଗମାନେ ଏହି ଅମାବାସ୍ୟା ଦିନ ଗହମ କିମ୍ବା ଅଟା କିଣନ୍ତୁ ନାହିଁ। ଅମାବାସ୍ୟା ଦିନ ତେଲ ଲଗାନ୍ତୁ ନାହିଁ। ତେଲ ଲଗାଇବା ଦ୍ୱାରା ଆପଣମାନଙ୍କ ଉପରେ ମା ଲକ୍ଷ୍ମୀ କୋପ କରିଥାନ୍ତି, କିନ୍ତୁ ତେଲକୁ ଆପଣମାନେ ଯଦି ଦାନ କରନ୍ତି ତାହେଲେ ବହୁତ ଭଲ। ଏହି ଅମାବାସ୍ୟା ଦିନରେ ଯଦି ତେଲ ଦାନ କରୁଛନ୍ତି ଆପଣଙ୍କ ଉପରେ ଯେମିତି ଗ୍ରହ ଦୋଷ ରହିଛି, ଶନି ଦୋଷ ରହିଛି ସେ ସବୁ କଟିଥାଏ। ଅମାବାସ୍ୟା ତିଥିରେ ଆପଣମାନେ କ୍ଷୀରର ଦାନ କରିପାରିବେ। ଦୁଃଖୀ ଦରିଦ୍ରଙ୍କୁ ସୋରିଷ ତେଲ ଦାନ କରିପାରିବେ, ରାଶି ତେଲ ଦାନ କରିପାରିବେ, ଚାଉଳ ଦାନ ମଧ୍ୟ କରିପାରିବେ। ସାଙ୍ଗମାନେ ଅମାବାସ୍ୟା ତିଥିରେ ଯେହେତୁ ଏବେ ଶୀତ ଦିନ ଚାଲିଛି ଆପଣମାନେ କମ୍ବଳ ଦାନ କରିପାରିବେ, ଚିନି ଦାନ କରିପାରିବେ। ଏସବୁ କରିବା ଦ୍ୱାରା ମଧ୍ୟ ଆପଣଙ୍କର ଯେଉଁ ଦୁଷ୍ଟ ଗ୍ରହ ଦୋଷ ମାନଙ୍କର କୁପ୍ରଭାବ ଆପଣମାନଙ୍କ ଉପରେ ରହିଛି ସେ ସବୁ ଦୂର ହୋଇଥାଏ। ସାଙ୍ଗମାନେ ଏହି ଅମାବାସ୍ୟା ତିଥିରେ ଆପଣମାନେ ବ୍ରାହ୍ମଣମାନଙ୍କୁ
କିଛି ବ୍ରାହ୍ମଣଙ୍କୁ ଆପଣମାନେ ଖାଇବାକୁ ଦେଇ କିଛି ଦାନ ଦେଇ ଦକ୍ଷିଣା ମଧ୍ୟ ଦିଅନ୍ତୁ। ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ କୃପା ମଧ୍ୟ କରିଥାନ୍ତି। ତା ସହିତ ମା ଲକ୍ଷ୍ମୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ରହିଥାଏ। ଏହି ତ୍ରିବେଣୀ ଅମାବାସ୍ୟାରେ ମହାଦେବଙ୍କୁ କ୍ଷୀର ଅର୍ପଣ କରନ୍ତୁ। ମହାଦେବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ, ନଚେତ୍ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଆପଣମାନେ ଶୁଣି ମଧ୍ୟ ପାରିବେ। ଏହି ତ୍ରିବେଣୀ ଅମାବାସ୍ୟାରେ ଦୁଃଖୀ ରୋଗୀଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ। ଏହା କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିଥାଏ। ତା ସହିତ ମା ଲକ୍ଷ୍ମୀଙ୍କର କୃପା ମଧ୍ୟ ଆପଣଙ୍କ ଉପରେ ରହିଥାଏ। ଏହା କରିବା ଦ୍ୱାରା ଆପଣଙ୍କ ଘରେ ସମସ୍ତ ସଦସ୍ୟମାନଙ୍କର ଉନ୍ନତି ହୋଇଥାଏ। ଘରେ ଧନ ଯଶ ବୈଭବ ସବୁ ବୃଦ୍ଧି ପାଇଥାଏ। ଏହି ତ୍ରିବେଣୀ ଅମାବାସ୍ୟା ଦିନ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ନିଶ୍ଚିତ ଭାବରେ ସେୟାର କରନ୍ତୁ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ରହିଲି, ନମସ୍କାର।